ରେଡିଓର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ, ବହୁତ ମହତ୍ୱପୂର୍ଣ୍ଣ। କ୍ରିକେଟ ଖେଳ ହଉ, ଆମେ କଲେଜରେ ପଢୁଥିଲୁ, କ୍ରିକେଟ ଖେଳ ୱେଷ୍ଟଇଣ୍ଡିଜ ଇଣ୍ଡିଆ ମ୍ୟାଚ ଚାଲିଛି, ତାକୁ ଆମେ ଛୋଟ ରେଡିଓରେ ଶୁଣୁଥିଲୁ। ଯୁଦ୍ଧ ହଉଛି 71 ମସିହାରେ ବାଂଲାଦେଶ ଯୁଦ୍ଧ, ତାକୁ ଆମେ ରେଡିଓରେ ଶୁଣୁଥିଲୁ। ବିନାକା ଗୀତମାଲା ଅମିନ ସାଇନିଙ୍କର ପ୍ରତି ବୁଧବାର ଦିନ ତାଙ୍କର 8ଟାରୁ 9ଟା ପର୍ଯ୍ୟନ୍ତ ପ୍ରୋଗ୍ରାମ ହୁଏ। ଆମେ କଟକରେ ଥିଲୁ, ସାଇକେଲ ଯୋଉଠି 8ଟା ବାଜିଲା ସାଇକେଲ ସେଠି ବ୍ରେକ୍ ମାରିଦେବୁ, ହୋଟେଲ ହଉ ପାନ ଦୋକାନ ହଉ ସେଠି ଶୁଣିବୁ। ଘଣ୍ଟେ 8ଟାରୁ 9ଟା ପର୍ଯ୍ୟନ୍ତ ଅମିନ ସାଇନି କହିବେ। ବର୍ଷ ଶେଷର ଯୋଉ ବୁଧବାରର ଶେଷ ଗୀତ ଅଛି ସେ ବର୍ଷ ଶ୍ରେଷ୍ଠ ଗୀତ। ତ ରେଡିଓର ଭୂମିକା ଆମ ଜୀବନରେ ବହୁତ, ରେଡିଓ ନାଟକ, ସଜଫୁଲ, ନୂଆ ଏସବୁ ରହିଛି, ସିନେମା ଗୀତ, ଏସବୁ ବହୁତ ଜିନିଷ ରେଡିଓରେ ରେଡିଓ ନେଇକି ଆମେ ବଢିଛୁ। ମୁଁ ହଉଛି ନରେନ୍ଦ୍ର ନାରାୟଣ ଦାସ, ଆମର ଓରିଏଣ୍ଟାଲ ଏକାଡେମୀ ଅଫ ଆର୍ଟ୍ସ ଆଣ୍ଡ ଲେଟର ଶହୀଦ ନଗରରେ ଅଛି। ତାର ଅଡିଓ ଭିଜୁଆଲ ଲାଇବ୍ରେରୀ ଆଉ ଆର୍କାଇଭ୍ରେ ସେକ୍ସନରୁ ଏଟା ଆମେ ପାର୍ଟିସିପେଟ୍ କରୁଛୁ। ଉଦ୍ୟୋକ୍ତା ମାନେ ତ କହିବେ ସେମାନେ କଣ ପାଇଁ କଣ କରୁଛନ୍ତି, କିନ୍ତୁ ଆମେ ଯୋଉମାନେ ସବୁ ଯୋଗ ଦେଇଛୁ ଏଥିରେ ଆମର ଗୋଟେ ଉଦ୍ଦେଶ୍ୟ ଅଛି। ସୋ ଆମ ଜୀବନରେ ରେଡିଓର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ, ବହୁତ ମହତ୍ୱପୂର୍ଣ୍ଣ। କ୍ରିକେଟ ଖେଳ ହଉ, ଆମେ କଲେଜରେ ପଢୁଥିଲୁ, କ୍ରିକେଟ ଖେଳ ୱେଷ୍ଟଇଣ୍ଡିଜ ଇଣ୍ଡିଆ ମ୍ୟାଚ ଚାଲିଛି, ତାକୁ ଆମେ ଛୋଟ ରେଡିଓରେ ଶୁଣୁଥିଲୁ। ଯୁଦ୍ଧ ହଉଛି 71 ମସିହାରେ ବାଂଲାଦେଶ ଯୁଦ୍ଧ, ତାକୁ ଆମେ ରେଡିଓରେ ଶୁଣୁଥିଲୁ। ବିନାକା ଗୀତମାଲା ଅମିନ ସାଇନିଙ୍କର ପ୍ରତି ବୁଧବାର ଦିନ ତାଙ୍କର 8ଟାରୁ 9ଟା ପର୍ଯ୍ୟନ୍ତ ପ୍ରୋଗ୍ରାମ ହୁଏ। ଆମେ କଟକରେ ଥିଲୁ, ସାଇକେଲ ଯୋଉଠି 8ଟା ବାଜିଲା ସାଇକେଲ ସେଠି ବ୍ରେକ୍ ମାରିଦେବୁ, ହୋଟେଲ ହଉ ପାନ ଦୋକାନ ହଉ ସେଠି ଶୁଣିବୁ। ଘଣ୍ଟେ 8ଟାରୁ 9ଟା ପର୍ଯ୍ୟନ୍ତ ଅମିନ ସାଇନି କହିବେ। ବର୍ଷ ଶେଷର ଯୋଉ ବୁଧବାରର ଶେଷ ଗୀତର ଅଛି ସେ ବର୍ଷ ଶ୍ରେଷ୍ଠ ଗୀତ। ତ ରେଡିଓର ଭୂମିକା ଆମ ଜୀବନରେ ବହୁତ, ରେଡିଓ ନାଟକ, ସଜଫୁଲ, ନୂଆ ଏସବୁ ରହିଛି, ସିନେମା ଗୀତ, ଏସବୁ ବହୁତ ଜିନିଷ ରେଡିଓରେ ରେଡିଓକୁ ନେଇକି ଆମେ ବଢିଛୁ। जो नुआ जुगरे रेडियो रो जो टिके दर्शकों को बंद कर देबे। एफएम रेडियो आसी आज गलानी बाइक रे लानी तो आगु को स्कोप कोन देखो गोटे जिनस आमनकु टेक्नोलॉजी सहित आगे बेक पड़िबो। टेक्नोलॉजी सहित ताल देखि आगे पड़िबो। अपडेशन किछि रेडियो बर्तन अपडेशन होची, बर्तन एफएम रेडियो होची, डिजिटल ए सब होची। अनेक हमर जो यंग जनरेशन पिला माने से माने भी सुनछंती, एफएम रेडियो सुनछंती, डिजिटल ए सब सुनछंती। सो टेक्नोलॉजी हमें अटके परिबानी। टेक्नोलॉजी यदि टेक्नोलॉजी को केमि भाव में कोप करके चलिबा सेटा सब बड़ जिनस। हमर उद्देश्यटा होची जे हमर जो वर्तमान जनरेशन जो पिला माने सेमानक धारणा नाही जे आम मानकर जीवन केमति कटुथला, आम मानकर एंटरटेनमेंट केमति होतला, आम मान केमति भाव खबर सब रखा करथुलु। से माने जानिबा दरकार जे हमर एंटरटेनमेंट बहुत रिच थला सेतबळे, एवं सेही एंटरटेनमेंट से प्योर एंटरटेनमेंट नेकरी न्यूज स्पोर्ट्स हला ए सब को नेकरी हम बढ़ीचु। वर्तमान सेटा भी होची बट इन अ डिफरेंट फॉर्म, कहीं ना टेक्नोलॉजी बदलुची। सर केतोडी स्टॉल सब अछि रेडियो प्रदर्शित कर मु कहि पारुनी कारण मु तो एबे आसी जॉइन करछु। हमें उद्योक्ता आपन कहि परिबे भलो।